ସମସ୍ତଙ୍କୁ ନମସ୍କାର। ଦେଖନ୍ତୁ ଆଜି 30/1/2026 ଆମେ ଆସିଲୁ ତାର ୱାଟରଫଲ୍ ଭିଜିଟ୍ କରିବାକୁ। ଏଇଟା ହେଉଛନ୍ତି ଏ ଏରିଆର ସରପଞ୍ଚ ଆଜ୍ଞା, ଜାଗୁଲ ବାବୁ ସରପଞ୍ଚ ଆଜ୍ଞା, ଆଉ ତାର ମାଲକାନଗିରି। ଆମେ ସବୁ ଆସିଥିଲୁ। ଆଉ ଦେଖନ୍ତୁ ଟିକେ ଆଉ ଗୋଟେ ଭିଡ଼ିଓ ଅଛି ସେ ଭିଡ଼ିଓରେ ଦେଖନ୍ତୁ ଆମେ ସେ ଆନ୍ଧ୍ରାର ଝିଅମାନେ ୱାଟରଫଲ୍ଟା ଟିକେ ଦେଖେଇଛନ୍ତି। ଏତେ ଉଚ୍ଚାରୁ ପାଣି ପଡୁଛି, ସେ କାନି ଗୋଟେ ରାସ୍ତା ଅଛି, ସେମାନେ ପୁରା ତଳକୁ ପଳେଇଥିଲେ। ତାଙ୍କୁ ଆମେ ମନା କରୁଛୁ, ଆଜ୍ଞା ସରପଞ୍ଚ ଆଜ୍ଞା ମୁଁ ମନା କରୁଛୁ ଯାଉ ନାହିଁ ବୋଲି। କିନ୍ତୁ ସେ ମୋଟି ଝିଅଟା ଗୋଟେ ସିଏ ଯାଇକିରି ସେଠି ଫସି ଯାଇଥିଲା। ତାପରେ ଆମେ ଏପଟୁ ଆମର ଭାଇମାନେ ନବରଙ୍ଗପୁର ଆଉ ବିପିନ ଭାଇ ସେ ଭାଇମାନେ ପୁରା ଡେରିଂ ଦେଖିକିରି ଗଲେ। ଆମେ ୟାଡୁ ତାଙ୍କୁ ସିଗ୍ନାଲ ଦଉଛୁ ରୁହ ବୋଲିକି। ତାପରେ ଜଣେ ଝିଅ ଉପରେ ଥିଲା, କିନ୍ତୁ ସେ ଟାଣି ପାରୁନଥିଲା। କାଠ ଫାଟ ନେଇଥିଲା କିନ୍ତୁ ଟାଣି ପାରୁନଥିଲା। କିନ୍ତୁ ଭାଇମାନେ ଯାଇକିରି ତାଙ୍କୁ ବହୁତ କଷ୍ଟରେ ଯାଇକିରି ଉଠେଇକିରି ଆଣିଲେ। ଆଉ ସମସ୍ତଙ୍କୁ ଅନୁରୋଧ କରୁଛୁ, ଦୟାକରି ଏମିତି ୱାଟରଫଲ୍ ଗଲେ ବେଶୀ ରିସ୍କ ନିଅନ୍ତୁ ନାହିଁ। ହଁ ସାଙ୍ଗସାଥି ମଜା ନିଅନ୍ତୁ, କିନ୍ତୁ ବଡ଼ ରିସ୍କରେ ସେମିତି କାମ କରନ୍ତୁ ନାହିଁ। ଆଉ ଅଧଘଣ୍ଟା କି ଗୋଟେ ଘଣ୍ଟାଟି ଯଦି ଆମେ ନଥାନ୍ତୁ ସେ ଝିଅ ସେଇଠି ପଡ଼ିଥାନ୍ତୁ। ହେଲେ ଭାଇମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଟିକେ ଦେଖନ୍ତୁ, ଆଉ ଯେତେବେଳେ ବି ୱାଟରଫଲ୍ ଯିବେ ଟିକେ ଦେଖିବେ, ଟିକେ କେୟାରଫୁଲି ବୁଲାବୁଲି କରିବେ। ଡେଞ୍ଜର ଜୋନ୍କୁ କେବେ ବି ଯିବେ ନାହିଁ। ଆଉ ଏଇଟା ଆମେ ଭାଇଚାରା ସବୁ ଆମେ ଭାଇ ମାନେ ଥିଲୁ ବୋଲିକିନା ଆମେ ଉଦ୍ଧାର ପାଇ ବୋଲିକିନା ଆମେ ଗଲୁ ସମସ୍ତେ। ଯଦି ଏଇ ଟାଇମ୍ରେ କିଏ ଯଦି ରହିବେ ନାହିଁ ସେଇଠି ଫସି ରହିବେ। ଆଉ ଖାସ୍ କରିକି ଝିଅମାନେ ସେ ଜିନିଷ କେବେ ବି କରନ୍ତୁ ନାହିଁ, ଫଟୋ ପାଇଁ ବୋଲିକି ଦୟାକରି। ଆଉ ବହୁତ ବହୁତ ଧନ୍ୟବାଦ ଭାଇ, ଆପଣମାନେ ଉଦ୍ଧାର କରିଲେ ଝିଅ ମାନସ ଭାଇ, ବିପିନ ଭାଇ, ଥ୍ୟାଙ୍କ ୟୁ। ଥ୍ୟାଙ୍କ ୟୁ।